ମା ତାରିଣୀଙ୍କ ନବରାତ୍ରି ମେଳା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଏକ ଝାଟିମାଟି ଘରେ ରହିଛି ମା ତାରିଣୀଙ୍କ ପୀଠ। ସେହି ମା ତାରିଣୀଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି ମା ତାରିଣୀଙ୍କ ଏକ ମୁଖ୍ୟ ପର୍ବ ନବରାତ୍ରି ମେଳା। ଏହି ନବରାତ୍ରି ମେଳାରେ ଅନେକ ଭକ୍ତ ଯୋଗ ଦେଇ ମା ତାରିଣୀଙ୍କ କରୁଣା ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି। ଖଡ଼ିଆଳ ଅଞ୍ଚଳର ପ୍ରବଳ ଜନସମାଗମ ଦେଖିବାକୁ ମିଳୁଥିବା ବେଳେ ନୂଆପଡ଼ା ଜିଲ୍ଲା ସହିତ ପଡ଼ୋଶୀ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡିର ମା ତାରିଣୀ ଭକ୍ତମାନେ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ। ମାଙ୍କ ଆଶୀର୍ବାଦରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଉଥିବା ବେଳେ ତାରିଣୀ ଦର୍ଶନ କରିଲେ ମହା ବିପଦରୁ ମୁକ୍ତି ମିଳିବା ସହିତ ପରିବାରର ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ପଦ୍ମପୁରର ଏହି ପବିତ୍ର ପୀଠରେ ଦୀର୍ଘ 20 ବର୍ଷ ହେଲା ମା ତାରିଣୀଙ୍କ ଆବିର୍ଭାବ ହୋଇଛି। ଆଉ ମାଙ୍କର ଏହି ପ୍ରମୁଖ ପର୍ବକୁ ଖୁବ୍ ଧୁମଧାମ ସହିତ ମହା ଆଡମ୍ବର ସହକାରେ ପାଳନ କରାଯାଇଛି। ଏହି ନବରାତ୍ରି ପୂଜାରେ ପୂଜକ ଜଳନ୍ଧର ପଟେଲ ଓ ତାଙ୍କ ଧର୍ମପତ୍ନୀ ସାଧନୀ ପଟେଲଙ୍କ ଦ୍ୱାରା ନବରାତ୍ରି ପୂଜା ଆୟୋଜିତ ହୋଇଯାଇଛି। ଏହି ନବରାତ୍ରି ପୂଜା 9 ଦିନ ଧରି ହେବାକୁ ଥିବା ବେଳେ ଉପବାସ ରହି ଜାଗର ମେଳାରେ ଜାଗର ଜାଳି ମାଙ୍କ ଆରାଧନା କରାଯାଇଥିଲା। ନବରାତ୍ର ଶେଷ ଦିନ ମାଙ୍କ ସିନ୍ଦୁର କଜ୍ୱଳ ପାଉଁଜି ପିନ୍ଧି ମେଳାରେ ଶହ ଶହ ଭକ୍ତ ଉପସ୍ଥିତ ହୋଇଥିଲେ। ଏକ ଝାଟିମାଟି ଘରେ ପୂଜା ପାଉଥିବା ମା ତାରିଣୀଙ୍କ ନବରାତ୍ରି ପୂଜାରେ ଶହ ଶହ ଭକ୍ତ ଗହଳି ଲାଗି ରହୁଥିବା ଯୋଗୁଁ ଏଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରାମବାସୀ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।